ଆମେ ଆଜି ଅଛୁ ପୁରୀ ଜିଲ୍ଲା ଚନ୍ଦନପୁର କଞ୍ଚି ନଦୀର ଗୋଟେ ଛୋଟ ସେତୁ ଉପରେ। ଆମେ ଆପଣ ଦୃଶ୍ୟ ଦେଖିବାକୁ ଚାହୁଁଛୁ ଯେ କୋଉଭଳି ବିପଜ୍ଜନକ ଅବସ୍ଥାରେ এই ବ୍ରିଜଟି ଅଛି। ମୁଁ ମଧ୍ୟ କ୍ୟାମେରାମ୍ୟାନକୁ ଅନୁରୋଧ କରିବି ଦେଖେଇବେ ଇଏ ହେଉଛି ସେଇ ବ୍ରିଜର ଦାର ଯୋଉଠି ଟିକେ ଅନବାଲାନ୍ସ ହେଲେ ଜଣେ ତଳେ ପଡ଼ିବେ। ଏବଂ ଦେଖନ୍ତୁ ଅକାତକାତ ପାଣି ବ୍ରିଜ ତଳେ। ଏହି ରାସ୍ତା ବିପଦ ସଂକୁଳ ଅବସ୍ଥାରେ ମଧ୍ୟ ଅଛି। ଏହି ରାସ୍ତାକୁ ଦେଇ 24 ଖଣ୍ଡ ପଞ୍ଚାୟତର ଲୋକ ଯିବା ଆସିବା କରନ୍ତି। ଯେମିତିକି କହିବା ଚନ୍ଦନପୁର ପଞ୍ଚାୟତର 3-4 ଖଣ୍ଡ, କିନ୍ତୁ ଏହି ବାଟରେ ଗୋପ ନିମାପଡ଼ା ବିଭିନ୍ନ ଜାଗାକୁ ଯିବା ପାଇଁ ରାସ୍ତା ମଧ୍ୟ ରହିଛି। ଇଏ ହେଉଛି ଚନ୍ଦନପୁର, ଏଇ ବାଟ ଦେଇକି ଆସିବେ। ଇଏ ହେଉଛି କଞ୍ଚି ନଦୀର ଗୋଟେ ଛୋଟ ସେତୁ। এই ছোট সেতু উপরে হাজার হাজার গাড়ি গড়িଥାଏ, ভারী যানଠୁ ଧରି ଛୋଟ ଯାନ ପର୍ଯ୍ୟନ୍ତ। ଏବଂ 2-3 ଦିନ ତଳେ ଏବଂ ଦୁଇଟି ଗାଡି ସହିତ ମୁହାଁମୁହିଁ ଯେତେବେଳେ ଧକ୍କା ହେବାକୁ ଯାଇଥିଲା, ହଠାତ୍ ଗୋଟେ ଗାଡି ଭାରସାମ୍ୟ ହରାଇ ତଳେ ମଧ୍ୟ ପଡିଥିଲା ଏବଂ ବହୁତ ନଷ୍ଟ ମଧ୍ୟ ତା ଗାଡି ହେଇଥିଲା ଏବଂ ଦେହରେ ମଧ୍ୟ ବହୁତ ଆଘାତ ମଧ୍ୟ ଲାଗିଥିଲା। 8 ବର୍ଷ ହେଲାଣି এই ବ୍ରିଜକୁ ବିପଦ ସଂକୁଳ ଅବସ୍ଥା ବୋଲି ଘୋଷଣା କରାସାରିଲାଣି ସତ, କିନ୍ତୁ କୌଣସି କାମ ହେଇପାରୁନାହିଁ। ବିପଦ ସଂକୁଳ ଅବସ୍ଥାରେ ଘୋଷଣା କରାଗଲା ଏବଂ ନୂଆ ବ୍ରିଜ ପାଇଁ ମଧ୍ୟ ଆବେଦନ କରାଗଲା, ନୂଆ ବ୍ରିଜ ମଧ୍ୟ ହେଲା ମଧ୍ୟ। ମୁଁ ମଧ୍ୟ କ୍ୟାମେରାମ୍ୟାନକୁ ଅନୁରୋଧ କରିବି ସେଇ ନୂଆ ବ୍ରିଜକୁ ଦେଖେଇବେ ଯୋଉ ବ୍ରିଜର କାମ 8 ବର୍ଷ ହେଲାଣି ସରିପାରୁନାହିଁ। ଯୋଉ ବ୍ରିଜକୁ ବିପଦ ସଂକୁଳ ଅବସ୍ଥା ବୋଲି 8 ବର୍ଷ ହେଲା ଘୋଷଣା କରାଯାଇଥିଲା, ସେ ବ୍ରିଜର ଶୋଚନୀୟ ଅବସ୍ଥା ମଧ୍ୟ ହେଲାଣି, କିନ୍ତୁ ସେ ନୂଆ ବ୍ରିଜର କାମ ଏପର୍ଯ୍ୟନ୍ତ ସରିପାରୁନାହିଁ। ଏବଂ ସ୍ଥାନୀୟ ଲୋକଙ୍କର ଗୋଟେ ଅଭିଯୋଗ ରହିଛି କି ଏବଂ ଯେତେବେଳେ ଏଇ କଣ୍ଟ୍ରାକ୍ଟର ଆସିବେ କି ଯିଏ ବି କାମଟିକୁ ନେଇଛି ଏବଂ ତା ସାମ୍ନାରେ ତାକୁ ରଖି ତାକୁ ପ୍ରତିବାଦ ଜଣାଇବାର ମଧ୍ୟ କାମ ରଖିଛନ୍ତି ଗ୍ରାମବାସୀ ମାନେ। ଏବଂ ଯେହେତୁ ଏଇ ପାଖାପାଖିର ଗ୍ରାମବାସୀ ମାନେ ଡେଲି ଯିବା ଆସିବା କରନ୍ତି, ଏଇ ପାଖରେ ଯଦି ଗୋଟେ ଭାରୀ ଯାନ ଗଲା ଏ ବ୍ରିଜ ଦୋହଲିଲା ଭଳି ଲାଗେ, ଭୂମିକମ୍ପ ହେଲା ଭଳି ତାଙ୍କୁ ମନେ ହୁଏ। ଏବଂ ଏଠି ବହୁ ଲୋକ ବହୁତ ହଇରାଣ ମଧ୍ୟ ସବୁଦିନ ଯିବା ଆସିବା କରନ୍ତି ଏବଂ ଭୟଭୀତ ହେଇଯାଆନ୍ତି। ଆମ ସହିତ କିଛି ସ୍ଥାନୀୟ ଲୋକ ଅଛନ୍ତି, ତାଙ୍କ ସାଙ୍ଗରେ ସିଧାସଳଖ ଆଲୋଚନା କରିବା ସେ କେତେ ଭୟଭୀତ ଅଛନ୍ତି। ଆଉ ସବୁଦିନ ସେ ଡେଲି 10ରୁ 15 ଥର ଯିବା ଆସିବା କରନ୍ତି ଏଇ ବଜାରକୁ। ଏଇ ବାଟେ ଆମର ବଜାର ଅଛି, ଆମେ ତା ସହିତ ସିଧାସଳଖ ଆଲୋଚନା କରିବା ସେ କେତେ ଭୟଭୀତ ହେଇକି ଅଛନ୍ତି। ରାସ୍ତାକୁ ଆସିଲା ମାନେ ଏଇ କଥା ମନେ ପଡିଯାଉଛି। କେତେବେଳେ ଯେ କୋଉଠି ଅନବାଲାନ୍ସରେ ଦେଖୁଥିବେ ଗୋଟେ ଅଟୋ ଗଲେ ଗୋଟେ ବାଇକ୍ ଆସିବା ପାଇଁକା କେତେ ସଂକଟରେ ପଡୁଛନ୍ତି ଲୋକ, ବିପଦରେ ସମ୍ମୁଖୀନ ହଉଛନ୍ତି। କୋଉ ମୁହୂର୍ତ୍ତରେ ବି କିଏ କେତେବେଳେ ବି ପଡିଯାଇପାରେ। ତଥାପି ଗଲା କିଛି ଦିନ ତଳେ ଗୋଟେ ବାଇକ୍ ଖସି ପଡୁଥିଲା ନଈକି, ବୁଝିଲେ କି, ଯାହା ଅଳ୍ପ କିଛିଟା ବଞ୍ଚିଗଲା ସେ ପିଲାଟି। କିଛି ଏଇ ପୁରୁଣା ବ୍ରିଜ ଟା ବିପଦପୂର୍ଣ୍ଣ ଅବସ୍ଥା ବୋଲି ଘୋଷଣା କରାଗଲା, ନୂଆ ବ୍ରିଜ ମଧ୍ୟ କରାଗଲା, କିନ୍ତୁ କରାଗଲା ବୋଲି କେତେ ବର୍ଷ ହେଲାଣି କାମ ସେମିତି ପଡିଛି। ଲୋକ ସେମିତି ଏପଟେ ଏଇ ବ୍ରିଜ ଟାକୁ କେତେ ଲୋକ ମାନେ 2-3ଟା ପଞ୍ଚାୟତର ଲୋକ ଏପଟେ ଆଜ୍ଞା ଭରସା କରୁଛନ୍ତି, 24ଟା ପଞ୍ଚାୟତ। କଣ ଦାବି କରିବେ ପ୍ରଶାସନକୁ? ଦାବି ନୂଆ ବ୍ରିଜ ତୁରନ୍ତ କାମ କରିକି ଚାଲୁ କରାଯାଉ। ୟାର ରିପେୟାରିଂ ର ଅବସ୍ଥା ନାହିଁ ରିପେୟାରିଂ କରିବା ପାଇଁ, କାହିଁକି ନା ତଳ ଆଡକୁ ଫାଟିଗଲା। ନୂଆ ବ୍ରିଜ ଟା ତୁରନ୍ତ ଖୋଲିକି କାମ କଲେ ଲୋକ ଉପକୃତ ହେବେ। ବର୍ତ୍ତମାନ ଗୋଟେ ମନ ଭିତରେ ଗୋଟେ ଭୟ ମାନେ ଲୋକଙ୍କର ଯିବ। ଏଇ ଦେଖନ୍ତୁ ଗୋଟେ ଆମ୍ବୁଲାନ୍ସ ଆସୁଛି, ସେ ବି କେତେ ଲୋକ ବି ଏଠି ସାଇଡରେ ଯଦି ଆମେ ଠିଆ ହେଲେ ବି ସେ ଆମ୍ବୁଲାନ୍ସ ଟା ବି ଯାଇପାରିବନି। ଆପଣ ଦେଖୁଥିଲେ ଯେମିତି ଏଇ ବ୍ରିଜ ଦେଇକି 3-4 ପଞ୍ଚାୟତର ଲୋକ ମଧ୍ୟ ଯିବା ଆସିବା କରନ୍ତି। ଆମ ସାମ୍ନାରେ ଗୋଟେ ଆମ୍ବୁଲାନ୍ସ ମଧ୍ୟ ଯାଉଛି, ସିଏ ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି। କାରଣ ଟିକେ ଗୋଟେ ସିଙ୍ଗଲ ରାସ୍ତା, ଟିକେ ଗାଡି ସାଇଡ ମାରିଲେ ଗାଡି ତଳକୁ। ଏବଂ ଏଇ ବିଗତ ଦିନ 2-3 ଦିନ ତଳେ ଗୋଟେ ବାଇକ୍ ସାଇଡ ମାରିଥିଲା ଏବଂ ସିଏ ମଧ୍ୟ ତଳେ ପଡିଯାଇଥିଲା, ନଈ ସାଇଡରେ ତଳେ ପଡିଯାଇଥିଲା। ଏଠି ପ୍ରଶ୍ନ ଉଠୁଛି ସରକାରଙ୍କୁ ମଧ୍ୟ, ଯେତେବେଳେ ଡିଉଟି ଉଠୁଛନ୍ତି ଯେ ରାସ୍ତାଘାଟ ସବୁ ଆମର ଠିକ ଅଛି ବୋଲି, କିନ୍ତୁ ଏଠି ବାସ୍ତବରେ ଦେଖିବାକୁ ଗଲେ ଲୋକଙ୍କର ମରଣଯନ୍ତା ଅନେଇକି ବସିଛି ଲୋକଙ୍କ ଜୀବନ ନେବା ପାଇଁ। ଆମ ସହିତ ଆଉ କିଛି ସ୍ଥାନୀୟ ବାସିନ୍ଦା ଆସନ୍ତି, ତାଙ୍କ ସହିତ ଆଲୋଚନା କରିବା। ମତେ କଣ କହିବେ ଆପଣଙ୍କ ଘର କୋଉଟା? ଆମ ଘର ଏଇ ପଞ୍ଚାୟତ ଜେଡିରେ, ଆମର ଖାସପୋଛ ଆମ ଗ୍ରାମ। ଗଲାବେଳକୁ ଆପଣଙ୍କୁ ଭୟ ଲାଗୁନି? ବହୁତ ଭୟ ଲାଗୁଛି। ଗାଡି ମଟର ଆସୁଛି, ବ୍ରିଜ 4 ଫୁଟ ବାଡ ଭାଙ୍ଗି ଯାଇଛି, ଇଏ ବି ଦବିଗଲାଣି। ଏକୁ ରିପେୟାରି କରୁନାହାନ୍ତି, କାହିଁକି ଇଏ ବ୍ରିଜର କାପାସିଟି ଯାହା, ଇଏ ଅଞ୍ଚଳରେ ତ ବ୍ରିଜ ନାହିଁ, ବିରାଟ ବଡ ଅଞ୍ଚଳ ପଛରେ ରହିଯାଉଛି। 24ଟା ପଞ୍ଚାୟତ, ଛଇତନା ଗୋପ ନିମାପଡ଼ା ପର୍ଯ୍ୟନ୍ତ ରାସ୍ତା ଏଇ ରାସ୍ତାରେ ଅଛି। ପୁଣି ଯେତେ ପଞ୍ଚାୟତ ସଦର ବ୍ଲକ ଏବଂ ଆମର ସତ୍ୟବାଦୀ ବ୍ଲକ ଏବଂ ଆମର ଗୋପ ବ୍ଲକ,
କେନ୍ଦ୍ରାପଡ଼ା ବିଭାଗ ଉଭୟର କାମ ଏପଟେ ଏପଟେ 25ଟା ପଞ୍ଚାୟତର ଲୋକ ଯାତାୟାତ କରୁଛନ୍ତି ଏବଂ ଆମେ ଅଞ୍ଚଳବାସୀ ଐତିହାସିକ ରଘୁନାଥ ପୀଠ ମା ବିରଳ ପାରାଇ ପୋଲାଙ୍କଟା ମେଳନ ଏଠି ଅନେକ ପ୍ରକାର ଐତିହ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି କିନ୍ତୁ ଦୁର୍ଭାଗ୍ୟର ବିଷୟ 40 ବର୍ଷ ତଳେ ବ୍ରିଜ ହେଇଥିଲା ୟାର ସର୍ବନିମ୍ନ ଥିଲା ମାନେ ଯେଉଁ ଯେତିକି ଭାରି ଯିବା କଥା କିନ୍ତୁ ୟା ପରେ ଆବଶ୍ୟକ ପଡ଼େ ନିହାତି ବଡ଼ ଗାଡ଼ି ଯିବା ପାଇଁ ଏତେ ବଡ଼ ଅଞ୍ଚଳ ଯାଉଛି ତେଣୁ ଆବଶ୍ୟକ ପଡ଼ୁଛି ତେଣୁ ଇଏ ବୋଝି ଟ୍ରକ୍ ଟ୍ରାକ୍ଟର ବୋଝି ଟ୍ରକ୍ ଏମାନେ ସବୁ ନେଇଥିବା ଦ୍ୱାରା ବ୍ରିଜ୍ ଆଜି 40 ବର୍ଷ ତଳେ ବ୍ରିଜ୍ ଭାଙ୍ଗି ଧ୍ୱଂସ ହେଇଗଲାଣି ଏହାକୁ ପ୍ରଶାସନ କରିବା ପାଇଁ ଆଉ ଗୋଟେ ବ୍ରିଜ୍ ସେଠି ଆରମ୍ଭ କଲା ସେ ଆଜିକା 8 ବର୍ଷ ହେଲାଣି ସେ ବ୍ରିଜ୍ ସେମିତି ଅସମ୍ପୂର୍ଣ୍ଣ ଭାବରେ ରହିଛି ଆମେ ଆଜିକା 8 ବର୍ଷ ହେଲାଣି ଏ ରାସ୍ତାରେ ଏମିତି ଦୁର୍ଦିନରେ ଯିବା ଆସିବା କରୁଛୁ ଅନେକ ଦୁର୍ଘଟଣା ଘଟୁଛି ଲୋକ ପାଣିରେ ପଡୁଛନ୍ତି କିନ୍ତୁ ତାକୁ ପ୍ରଶାସନ ନିଜ ଭାଙ୍ଗୁନି କି ଏଟାକୁ ସମ୍ପୂର୍ଣ୍ଣ ହେଇପାରେ ନିବେଦନ କରିବାର କାରଣ ହେଉଛି ତୁରନ୍ତ କେମିତି ଆମକୁ ଏ ବ୍ରିଜ୍ ସମ୍ପୂର୍ଣ୍ଣ କରି ଯାତାୟାତ କରିବା ସୁବିଧା ଦିଅନ୍ତି ହେଲେ ଅନେକ ଲୋକ ଆହୁରି କ୍ଷତି ଆଗକୁ ହେବେ ଯେମିତି ଶୁଣୁଥିଲେ ସବୁଦିନ ଯାତାୟାତ କରୁଥିବା ଲୋକ ମଧ୍ୟ ବହୁତ ଦୁଃଖ ପ୍ରକାଶ କରୁଛନ୍ତି କାହିଁକି ନା ତାଙ୍କରି ସାମ୍ନାରେ ଯଦି ଟିକେ ନାକୁ ଅଘଟଣ ଘଟୁଛି ସିଧା ପାଣି ଭିତରେ ପଡୁଛନ୍ତି ଏବଂ ବହୁତ ଜୀବନ ମଧ୍ୟ କ୍ଷୟକ୍ଷତି ମଧ୍ୟ ଜୀବନ ହଉଛି ଏବଂ ଦେଖିବାକୁ ଗଲେ ଯେହେତୁ ଆଉ ଥରେ ମଧ୍ୟ ମୁଁ କ୍ୟାମେରାମ୍ୟାନଙ୍କୁ ଅନୁରୋଧ କରିବି ସେ ଯୋଉ ନୂଆ ବ୍ରିଜ୍ ଦେଖୁଛନ୍ତି ଏଇ ବ୍ରିଜକୁ 8 ବର୍ଷ ବିତିଗଲାଣି ତାର କୌଣସି କାମ ସରୁନାହିଁ ବୁଝିପାରିଲେ କି ତାପରେ ଆଉ ଗୋଟେ ମଧ୍ୟ ଏଠି ଦେଖନ୍ତୁ ଇଏ ହଉଛି ସେଇ ପୁରୁଣା ବ୍ରିଜ୍ ଯେତେବେଳେ ଏଇ ପୁରୁଣା ବ୍ରିଜଟାକୁ କୁହାଗଲା କି ବିପଦ ସଂକୁଳ ଅବସ୍ଥାରେ ଅଛି ସେତେବେଳେ ନୂଆ ବ୍ରିଜ୍ ଆଉ ଗୋଟେ ପୁନର୍ବାର କରାଗଲା କିନ୍ତୁ 8 ବର୍ଷ ହେଇଗଲାଣି କାମ ସରୁନି ବହୁ ଜୀବନ ନଷ୍ଟ ହେଲା ପରେ ମଧ୍ୟ ପ୍ରଶାସନ ମଧ୍ୟ ନିଦ ଭାଙ୍ଗୁନାହିଁ ଆଉ କେତେ ଦିନ ଗଲେ ଏଇ ରାସ୍ତାଟା ମରାମତି କରାଯିବ ଏବଂ ନୂଆ ରାସ୍ତା ଖୋଲାଯିବ ଯଦି ଆର କୌଣସି ପୁନରାବୃତ୍ତି ହୁଏ କି ଲୋକଙ୍କର ଅସୁବିଧା ହୁଏ ଏବଂ ସ୍ଥାନୀୟ ବାସିନ୍ଦାଙ୍କର ଗୋଟେ ରହିଛି ଅପିଲ ରହିଛି କି ଆନ୍ଦୋଳନ କରିବେ ଏବଂ ରାଜରାସ୍ତାକୁ ଓହ୍ଲାଇବେ କି ଏହି ବିପଦପୂର୍ଣ୍ଣ ରାସ୍ତାକୁ ବନ୍ଦ କରାଯାଉ ନୂଆ ରାସ୍ତାକୁ ଖୋଲାଯାଉ ବୋଲି ପୁରୀରୁ ଅଶ୍ୱିନୀ ସେନାପତିଙ୍କ ସହିତ ଦେବାଶିଷ ନ୍ୟୁଜ୍ ଓଡ଼ିଆ।